पुस्तक लोट ता दीटा झील को करिकी छुआ पिला कराइदेला तमे भी सेमिति निज झील सहित भी सहवास कर किसी असुविधा नहीं। एटा होची बाइबल लेखा अछि एगुडा को भी अनुसरण करिवो କରିଛନ୍ତି ନିଜ ଝିଅ ସରସ୍ୱତୀଙ୍କ ସହିତ ବଳାତ୍କାର। ସମସ୍ତ ସନାତନୀ ଭାଇ ମାନଙ୍କୁ ଏହା ବିନମ୍ର ନିବେଦନ, ବିନମ୍ର ଅନୁରୋଧ ଯେ ଆପଣଙ୍କର ବ୍ରହ୍ମା ଯେପରି ଭାବରେ କରିଛନ୍ତି ନିଜ ଝିଅଙ୍କ ସହିତ ଆପଣ ଏଣ୍ଡ ଅଶୋକ ଭାଇ ଆପଣଙ୍କର ତ ପୁଅଟେ ଅଛି, ଝିଅ ହେଇଥିଲେ ଆପଣ ବ୍ରହ୍ମା ପରି ବଳାତ୍କାର କରିଥାନ୍ତେ। ଯାହା ହଉ ପ୍ରଭୁ ଜାଣି ଜାଣି ଆପଣଙ୍କୁ ଝିଅ ଦେଇନାହାନ୍ତି, ଯଦି ପୁଅ ଦେଇନାହାନ୍ତି, ଝିଅ ଯଦି ଦେଇଥାନ୍ତି ତାହେଲେ ଆପଣ ମଧ୍ୟ ଆପଣଙ୍କର ପ୍ରିୟ ବ୍ରହ୍ମା ଆଲାଇହିସ ସଲାମଙ୍କର ନୀତିକୁ ଅନୁସରଣ କରି ନିଜ ଝିଅଙ୍କୁ ବଳାତ୍କାର କରିଥାନ୍ତି। ସମସ୍ତଙ୍କୁ ପ୍ରେଜ୍ ଲର୍ଡ, ନମସ୍କାର, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ ଜେପି ଓଡ଼ିଆ। ଆପଣ ସମସ୍ତଙ୍କୁ ଜେପି ଓଡ଼ିଆ ଚ୍ୟାନେଲରେ ସ୍ୱାଗତ କରୁଅଛୁ। ଆଜି ମାନଙ୍କ ମଧ୍ୟରେ ସିଆରଟି ଭାଇ ଆସିଅଛନ୍ତି, ଯାହାଙ୍କୁ ଆପଣମାନେ ଭଲ ଭାବରେ ଜାଣିଅଛନ୍ତି, ଯାହାଙ୍କର ୟୁଟ୍ୟୁବ ସିଆରଟି ଓଡ଼ିଆ ବୋଲି ଅଛି, ଯାହାକୁ ଆପଣମାନେ ଅନେକ ସମୟରେ ଗଣମାଧ୍ୟମରେ କିମ୍ବା ଜେପି ଓଡ଼ିଆ ଚ୍ୟାନେଲରେ ଆପଣ ଦେଖୁଅଛନ୍ତି। ତ ଆଜି ଆମେମାନେ ଗୋଟିଏ ଅନ୍ଧଭକ୍ତ ଗୋବରାଙ୍କୁ ଜବାବ ଦେବା। ଆଉ ଅନ୍ଧଭକ୍ତ ଗୋବରା ଖ୍ରୀଷ୍ଟିଆନ ମାନଙ୍କୁ ନେଇ, ଯୀଶୁଙ୍କୁ ନେଇ, ବାଇବଲକୁ ନେଇ ଯାହା କହୁଛି ସେ ଭାବୁଛି ମନେ ମନେ ଯେ ମୁଁ ସବୁ ବିଷୟ ଜାଣିଗଲି। ତେବେ ସେ କଣ କହୁଅଛି ତାହା ଆମେମାନେ ଶୁଣିବା, ତାପରେ ତାଙ୍କର ପ୍ରତି ଉତ୍ତର ରଖିବା। ତେବେ ମୁଁ ଚାହିଁବି ଏଠାରେ କିଛି କିଛି ଭିଡିଓ କ୍ଲିପ ଗୁଡାକ ଆପଣଙ୍କ ସମ୍ମୁଖରେ ପ୍ଲେ କରିବା ପାଇଁ। ତେବେ ଆପଣ ଶୁଣନ୍ତୁ। बाइबल माथ्यू लिखित सुसमाचार चैप्टर 10 वर्स नंबर 34 रे लेखा अछि। कौन लेखा अछि? सेठी लेखा अछि, तमे भाबनी जे मु पृथ्वी को शांति देबा पई आसी छी, मु खड्ग देबा पई आसी छी, एमिति किछि लेखा अछि। एवं वर्स 35 रे लेखा अछि, मु एमिति किछि घटना घटेबा पई आसी छी जोठी बाप पुओ विरुद्ध रे छिडा हबो, मां झियो विरुद्ध रे छिडा हबो एवं सासू बहु विरुद्ध रे ठिया हबो। वर्स 37 रे लेखा अछि, कुआ जाय छी जे जो व्यक्ति मो अपेक्षा निज बापा मां को अधिक भल पाए से मोर केबे प्रिय होई परिबो नाही। ए कथा जीसु कहिछि, कथा बुझी परछन्ते त ता माने जे भी ख्रिस्टियन होछ ना तम बापा मां को छाड़िया को पड़ियो, बुझिला त ए कथा से लेखा जायछि। ए कथा को भी फॉलो करो, निज बापा मां को गुंचा मारि के पड़ो। ତେବେ ସିଆରଟି ଆଜ୍ଞା ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରିବି, ଆପଣ ଏହି ବାକ୍ୟକୁ କେମିତି ବୁଝିପାରୁଛନ୍ତି? ମାନେ ଏଇ ଭାଇ ଜଣକ କହୁଛନ୍ତି ଯୀଶୁ ଶାନ୍ତି ପରିବର୍ତ୍ତେ ଖଡ୍ଗ ନେଇକି ଆସିଛନ୍ତି ଏ ଦୁନିଆରେ। ମାନେ ଯୀଶୁ ଶାନ୍ତି ନୁହେଁ, ଅଶାନ୍ତି ନେଇକି ଆସିଛନ୍ତି। ଆଉ ଯୀଶୁ ପୁଅ ବିରୁଦ୍ଧରେ ବାପାକୁ, ମା ବିରୁଦ୍ଧରେ ଝିଅକୁ, ବୋହୂକୁ ଅଲଗା ଅଲଗା କରିବା ପାଇଁ ଆସିଛନ୍ତି। ଏହି ବିଷୟକୁ ଆପଣ କେମିତି ଦେଖୁଛନ୍ତି? ଏହି ବାଇବଲର ପ୍ରକୃତ ଓକେ ଅର୍ଥ କଣ? ଆଜ୍ଞା ଓକେ ଫାଷ୍ଟ ଅଫ ଅଲ୍ ପ୍ରଭୁଙ୍କୁ ଧନ୍ୟବାଦ ଦେଉଅଛି ଏଣ୍ଡ ତା ସହିତ ସହିତ ଆପଣଙ୍କୁ ମଧ୍ୟ ଧନ୍ୟବାଦ ଦେଉଅଛି। ଆପଣ ମୋତେ ସୁନ୍ଦର ଅପରଚ୍ୟୁନିଟି ଦେଲେ ଆପଣଙ୍କର ଟିଭି ମାଧ୍ୟମରେ ଆସିବା ନିମନ୍ତେ। ତ ମୁଁ ସମସ୍ତଙ୍କୁ କହିବାକୁ ଚାହେଁ, ଏ ଭାଇ ଯୋଉ ଆୟାତ କୋଟ କରିଛନ୍ତି ସେ ବହୁତ ମୂର୍ଖତାପୂର୍ଣ୍ଣ ଭାବରେ ପେଶ କରିଛନ୍ତି ଏଣ୍ଡ ତାର ନିଜେ ଅର୍ଥ ମଧ୍ୟ ସେ ନିଜେ ଜାଣି ନାହାନ୍ତି। ଆକ୍ଚୁଆଲି ଦର୍ଶକ ବନ୍ଧୁ, ଯେତେବେଳେ ଆମେ ବାଇବେଲ ପାଠ କରୁ ଆମମାନଙ୍କୁ ସନ୍ଦର୍ଭ ପାଠ କରିବାକୁ ହେଇଥାଏ। ବିନା ସନ୍ଦର୍ଭରେ ଆମେ ପାଠ କଲେ କିଛି ବୁଝିବାନି। ତ ସେ କଣ କରିଛନ୍ତି, ପଢି ନାହାନ୍ତି, ଯାଇକି ସେଇଟା ଆୟତକୁ ଉଠେଇକି ଆଣିଛନ୍ତି। ତାର ଆଗ ପଛ ଯୋଉ ଆୟତ ଯଦି ଉଠେଇଥାନ୍ତି, ଯୋଉ କଥା କହିଲେ ଆପଣ ମାଥ୍ୟୁ ଚାପ୍ଟର ନମ୍ବର 10 ବର୍ଷ ନମ୍ବର 34 କଥା, ସେଠାରେ ଜିସସ୍ କ୍ରାଇଷ୍ଟ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ କହୁଛନ୍ତି। ସେ କହୁଛନ୍ତି ମୁଁ ଏହି ପୃଥିବୀକୁ ଶାନ୍ତି ଦେବା ନିମନ୍ତେ ଆସିନି, ପରନ୍ତୁ ଖଡ୍ଗ ଦେବାକୁ ଆସିଅଛି। ତ ଦର୍ଶକ ବନ୍ଧୁ, ଆମମାନଙ୍କୁ ଏଇଠି ବୁଝିବା ଆବଶ୍ୟକ ଅଛି, ଇଏ ଗୋବର କଣ କରିଛନ୍ତି? ମୁଣ୍ଡରେ ତ କିଛି ନାହିଁ, ଜଷ୍ଟ ସେ ଉଠେଇ ଦେଲେ ସେଇ ଆୟତକୁ ଆପଣ ମାନଙ୍କ ସମ୍ମୁଖରେ ଲଗେଇକି ଆପଣ ମାନଙ୍କୁ ମୂର୍ଖ ବନେଇ ଦେଲେ। ଏ ଆୟତର ଅର୍ଥ ଏମିତି। ଦର୍ଶକ ବନ୍ଧୁ, ମୁଁ ଆଉ ଗୋଟେ ବିଷୟ କହିବାକୁ ଚାହୁଁଛି। ବାଇବେଲର ନିଜର ଗୋଟିଏ ଭାବାର୍ଥ ଅଛି। ତ ଆପଣ ମତ ସେଇଠି ଫିଟ୍ କଲେ ହବନି। ଯେମିତି ଆପଣ ମାନଙ୍କର କିତାବ, ଆପଣ ମାନଙ୍କ କିତାବରେ ଆପଣ କଣ କରୁଛନ୍ତି, ନିଜର ମତ ହିଁ ନିଜେ ଆଡ କରିଦଉଛନ୍ତି। କିନ୍ତୁ ବାଇବେଲର ସବୁ ଭର୍ସେସରେ ଗୋଟେ ନିଜର ଭାବାର୍ଥ ଅଛି କି ବାଇବେଲ କଣ କୁହେ ଆମମାନଙ୍କୁ। ଜିସସ୍ କ୍ରାଇଷ୍ଟ ଆକ୍ଚୁଆଲି ଏଇଠି କଣ କହିବାକୁ ଚାହୁଁଛନ୍ତି? ଏଇଠି ଜିସସ୍ କ୍ରାଇଷ୍ଟ କହୁଥିଲେ, ଯେମିତି ମୁଁ ଗୋଟେ ଏକ୍ସାମ୍ପଲ ଦେବି। ମୋର ଗୋଟିଏ ସାଙ୍ଗ ଥିଲେ, ଓକେ, ସେ ହିନ୍ଦୁ କମ୍ୟୁନିଟିରୁ ବିଲଙ୍ଗ କରୁଥିଲେ। ସେ ଯେତେବେଳେ ଜିସସ୍ କ୍ରାଇଷ୍ଟକୁ ବିଲିଭ କଲେ, ସେ ଯେତେବେଳେ ବିଲିଭ କଲେ, ଜିସସ୍ କ୍ରାଇଷ୍ଟ ଯୋଉ କମାଣ୍ଡସ ଦେଇଥିଲେ ସେଇ କମାଣ୍ଡମେଣ୍ଟସକୁ ସେ ପାଳନ କଲେ। ଯେହେତୁ ସେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ, ଯେତେବେଳେ ସେ ଗୋଟିଏ ଦିନ ସେ ଘରକୁ ଯାଉଛନ୍ତି, ତାଙ୍କ ଘରେ କଣ ହେଲା ଯେ ତାଙ୍କ ବାପା
ତାଙ୍କର ବେଗ ବଟା କାଢିକି ତା ସମ୍ମୁଖରେ ହିଁ ଫିଙ୍ଗି ଦେଲେ ଯେ ତୋ ସହିତ ଆମର କୌଣସି ସମ୍ପର୍କ ନାହିଁ, ତୁ ଆମ ଘର ଛାଡିକି ପଳା। ତ ଏଇଠି ସେ ବାକ୍ୟଟା ଲାଗୁ ହଉଛି କି ଜିସସ୍ ଖ୍ରାଇଷ୍ଟ କହୁଛନ୍ତି ମୁଁ ତମକୁ ଜାଗତିକ ଶାନ୍ତି ଦେବାକୁ ଆସିନାହିଁ, ପରନ୍ତୁ ମୁଁ ଖଡ୍ଗ ଦେବାକୁ ଆସିଅଛି। ହଁ ଦର୍ଶକ ବନ୍ଧୁ, ଯୀଶୁ ଖ୍ରୀଷ୍ଟ ଏହା କହୁନାହାନ୍ତି କି ମୁଁ ତମକୁ ସତ ସତିକା ଖଣ୍ଡା ଦେବାକୁ ଆସିଅଛି, ଯୋଉ ଖଣ୍ଡା ନେଇକି ତମେ ହାଣିବ। ସେଇ କଥା ଯୀଶୁ କହୁନାହାନ୍ତି। ଯୀଶୁ ଏଇଠି ଏଇ କଥା କହୁଛନ୍ତି, ଯଦି ତମେ ମତେ ବିଶ୍ୱାସ କରିବ, ମୋ ପଛରେ ଚାଲିବ, ତାହେଲେ ସମାଜ ତମକୁ ଗ୍ରହଣ କରିବନି, ତମ ପିତା ମାତା ତମକୁ ଗ୍ରହଣ କରିବେନି। ଠିକ ସେଇପରି ଯଦି ବହୁ ବିଶ୍ୱାସ କରନ୍ତି ଯୀଶୁ ଖ୍ରୀଷ୍ଟଙ୍କୁ, ତାଙ୍କ ପରିବାର ଯଦି ଅବିଶ୍ୱାସରେ ଥାଏ, ସେ ମଧ୍ୟ ସେଇପରି ଭାବରେ ହିଁ ହେଇଯାଏ। ଏଇଠି ଜିସସ୍ ଖ୍ରାଇଷ୍ଟ କହୁଛନ୍ତି ଯଦି ତମେ ମତେ ବିଶ୍ୱାସ କରିବ, ତାହେଲେ ତମର ପିତା ତମକୁ ବିରୋଧ କରିବେ, ତମର ଶାଶୁ ତମକୁ ବିରୋଧ କରିବେ, ନା କି ମୁଁ ଖଡ୍ଗ ଦେବାକୁ ଆସିଛି ତମେ ସେଇ ଖଡ୍ଗରେ ହାଣିବ। ଯେନ୍ ତାଙ୍କ ଶ୍ରୀକୃଷ୍ଣ କହୁଛନ୍ତି ଯେ ମୁଁ ହର ଯୁଗରେ ଆସିବି ଖଣ୍ଡା ଧରିକି ପାପୀ ମାନଙ୍କୁ ସଂହାର କରିବି। ଏଇଠି ତ ଭାଇ ନିଜେ ଶ୍ରୀକୃଷ୍ଣ ଖଣ୍ଡା ଧରିବା ବିଷୟ କହୁଛନ୍ତି। ଏଇଠି ଯୀଶୁ ଖ୍ରୀଷ୍ଟ ମତଲବ ନିଜର ଶାନ୍ତି ବିଷୟରେ କହୁଛନ୍ତି, ଯଦି ତମେ ମୋ ଶାନ୍ତିରେ ଚାଲିବ, ମୋ ବାକ୍ୟରେ ଚାଲିବ, ତାହେଲେ ଜଗତ ତମକୁ ଆକ୍ସେପ୍ଟ କରିବନି, ଜଗତ ତମ ଷ୍ଟାଣ୍ଡରେ ଖିଲାପରେ ଠିଆ ହବ। ଆଇ ହୋପ ଏଇ ଭିଡିଓ ୟାର ଆନ୍ସର ସେ ପାଇ ଯାଇଥିବେ। ଆଗକୁ ଆପଣ ପ୍ଲେ କରନ୍ତୁ। ଓକେ, ଥ୍ୟାଙ୍କ ୟୁ। ଆମେ ଭଲ ଭାବରେ ବୁଝିପାରିଲୁ। ଆଉ ଏହି ବାକ୍ୟର ଭାବାର୍ଥ ଭାଇ ସ୍ପଷ୍ଟ ଭାବରେ ଆମକୁ ବୁଝେଇଛନ୍ତି। ଆଉ ସର୍ଟଲି ମୁଁ ମଧ୍ୟ କିଛି କହିବା ପାଇଁ ଚାହିଁବି। ଯେ ପ୍ରକାରେ ଭାଇ କହିଲେ, ମୁଁ ଅଲଗା କିଛି କହିବି ନାହିଁ। ଭାଇ ଗୋଟେ ବିଷୟକୁ କହିଲେ, ଯୀଶୁ ଯେ ପ୍ରକାରେ କହିଲେ ମୁଁ ଜଗତରେ ଶାନ୍ତି ପରିବର୍ତ୍ତେ ଖଡ୍ଗ ଆଣିଅଛି। ଦେଖନ୍ତୁ, ଅନେକ ଲୋକମାନେ ବୁଝିପାରନ୍ତି ନାହିଁ ଶାନ୍ତି ପରିବର୍ତ୍ତେ ଖଡ୍ଗ ମାନେ ଯୀଶୁ ଏହି ଜଗତର ଶାନ୍ତି ଦେବା ପାଇଁ ଆସିନଥିଲେ। ପ୍ରଭୁ ଯୀଶୁ ନିଜେ ନିଜେ ଡାଇରେକ୍ଟ ଷ୍ଟେଟମେଣ୍ଟ ଦଉଛନ୍ତି, ମୁଁ ଜଗତ ଯେମିତି ତୁମକୁ ଶାନ୍ତି ଦିଏ ସେମିତି ମୁଁ ଦେବି ନାହିଁ, ମୁଁ ମୋର ନିଜର ଶାନ୍ତି ଦେବି ବୋଲି ଯୀଶୁ କହିଥିଲେ। ଯୀଶୁଙ୍କୁ ବିଶ୍ୱାସ କରୁଥିବା ଲୋକମାନେ ପ୍ରଭୁଙ୍କର ଶାନ୍ତି ପାଆନ୍ତି, ନା କି ଦୁନିଆର ଶାନ୍ତି। ଦୁନିଆର ଶାନ୍ତି ତ କିଛି ଦିନ ପାଇଁ। ଆଉ ଯେଉଁମାନେ ପ୍ରଭୁଙ୍କୁ ବିଶ୍ୱାସ କରିବେ, ଯେଉଁମାନେ ପ୍ରଭୁଙ୍କୁ ଜାଣିନାହାନ୍ତି, ହିନ୍ଦୁ ପରିବାର କିମ୍ବା ଅନ୍ୟ ରିଲିଜିୟନ ଲୋକ ଯେବେ ଯୀଶୁଙ୍କୁ ବିଶ୍ୱାସ କରିବେ, ସେହି ସମୟରେ କଣ ହେବ, ବୋହୂ କିମ୍ବା ପୁଅ କିମ୍ବା ବାପା କିମ୍ବା କୌଣସି ବ୍ୟକ୍ତି ପରିବାର ଜଣେ ସଦସ୍ୟ ଯୀଶୁଙ୍କୁ ବିଶ୍ୱାସ କରିବ। ଯଦି ବୋହୂ ବିଶ୍ୱାସ କରିଛି, ବୋହୂ ବିରୁଦ୍ଧରେ ଶାଶୁ ମା ଯିବ। ଯଦି ପୁଅ ବିଶ୍ୱାସ କରୁଛି, ବାପା ବିରୁଦ୍ଧରେ ଯିବ। ଏହା ସେହି ବାକ୍ୟ ସେଥିପାଇଁ ଲାଗୁ ହେଇଅଛି। ଆଉ ସେଥିପାଇଁ ଯୀଶୁ ଏହା କହୁଥିଲେ, ଏମିତି ମାନେ ଘଟିବା ପାଇଁ ଯୀଶୁ ଆସିଛନ୍ତି। ଓକେ, ଆମେ ଯେତେବେଳେ ନୂଆରେ ପ୍ରଭୁଙ୍କୁ ବିଶ୍ୱାସ କଲୁ, ଆମ ପ୍ରତି ନିଜର ଲୋକମାନେ ହିଁ ତାଡନା କଲେ। କଣ ହେଲା, ଲୋକମାନେ ଆମମାନଙ୍କୁ ଅତ୍ୟାଚାର କଲେ, ନିଜର ଲୋକ। ଏହି ବିଷୟ ଏଠାରେ ଲେଖାଯାଉଛି। ଯେ ପ୍ରକାରେ ଭାଇ ଆମମାନଙ୍କୁ କହିଲେ, ବାଇବଲର ଆଗ ପଛ ପଢୁ, କଣ୍ଟେକ୍ସଟକୁ ଆମେ ବୁଝିପାରିବା। କିନ୍ତୁ ଏମାନେ ତ ପଢିବେ ନାହିଁ, ଆଉ ଜାଣିବେ କୁଆଡେ। ତେବେ ଆସନ୍ତୁ ଆଗକୁ ସେ ଆହୁରି କଣ କହୁଛନ୍ତି ତାହା ଆମେ ମାନେ ଶୁଣିବା। କି ନୁହଁ, ଆଦି ପୁସ୍ତକରେ ଲୋଟ ତା ଦିଟା ଝିଅକୁ କରିକି ଛୁଆ ପିଲା କରାଇଦେଲା। ତମେ ବି ସେମିତି ନିଜ ଝିଅ ସହିତ ବି ସହବାସ କର, କିଛି ଅସୁବିଧା ନାହିଁ। ଏଇଟା ହଉଛି ବାଇବେଲର ଲେଖା ଅଛି, ଏଇଗୁଡାକୁ ବି ଅନୁସରଣ କରିବ। ଆଉ ଓକେ, ଥ୍ୟାଙ୍କ ୟୁ ଭେରି ମଚ୍ ବ୍ରଦର ଏଗେନ୍। ତ ଆକ୍ଚୁଆଲି ସମସ୍ତଙ୍କୁ ମୁଁ ଗୋଟେ ବିଷୟ କହିବାକୁ ଚାହେଁ, ହଁ ଆମେ ବାଇବେଲକୁ ଷ୍ଟ୍ରିକ୍ଟଲି ଫଲୋ କରୁ, କାରଣ ବାଇବେଲ ଈଶ୍ୱରଙ୍କ ମୁଖ ନିଃସୃତ ବାଣୀ। ହଁ ଦର୍ଶକ ବନ୍ଧୁ, ବାଇବେଲରେ ଯୋଉ ଯୋଉ ବିଷୟ ଲେଖା ହେଇଛି ସେ ସବୁ ଆମମାନଙ୍କୁ ସଂଶୋଧନ, ଅନୁସରଣ ନିଜକୁ ସଜାଡିବା ନିମନ୍ତେ ଲେଖା ହେଇଛି। ତ ଆମେ ଯେତେବେଳେ ଆଦି ପୁସ୍ତକ କଥା ଦେଖିବା, ଆଦି ପୁସ୍ତକରେ ଲୋଟ କିଛି ଏଇପରି କାର୍ଯ୍ୟ କଲେ। ସେ କଣ କଲେ, ପ୍ରଭୁ ଆକ୍ଚୁଆଲି ସେ ଗୋଟେ ଖରାପ ଜାଗାରେ ବାସ କଲେ। ତାର ପରିଣାମ ଏହା ହେଲା ଯେ ସେଇ ସହରକୁ ସେ ଛାଡିବାକୁ ପଡିଲା। ସେଇ ସହରକୁ ଛାଡିକି ସେ ଗିରିଶ କନ୍ଦରରେ ବାସ କଲେ। ସେଇଠି ଲଟଙ୍କର ମଧ୍ୟ ଭୁଲ ନୁହେଁ, ତାର ଦିଟା ଝିଅ ମାନଙ୍କର ଭୁଲ। ଓକେ, ତାଙ୍କର ଝିଅ ମାନଙ୍କର ଭୁଲ। ଏଇଟା ପ୍ରଭୁ କାହିଁକି ଷ୍ଟୋରିକୁ ରଖିଲେ? ପ୍ରଭୁ ଏଇ ଷ୍ଟୋରି ଏଥିପାଇଁ ରଖିଲେ କି ଏମିତି ଭୁଲ କରିକି ଏମାନେ ଯେମିତି ଆଗକୁ ପ୍ରଭୁଙ୍କର ସାମ୍ନାରେ ଯେମିତି ଦଣ୍ଡ ନ ପାଆନ୍ତୁ, ସେଇ ବିଷୟ ପାଇଁ ପ୍ରଭୁ ଏଠାରେ ରଖିଲେ। ନା କି ପ୍ରଭୁ ଏମିତି କର ବୋଲି ରଖିଛନ୍ତି, ଯେମିତି କି ଆପଣ ମାନଙ୍କର ପୁରାଣ ଶାସ୍ତ୍ରରେ। ଆକ୍ଚୁଆଲି ଆଉ ଗୋଟେ ବିଷୟ କହିବାକୁ ଚାହେଁ, ଏଇଟାରେ ଆପଣ ଦେଖନ୍ତୁ, ଲୋଟ ସହିଥିଲେ, ତାଙ୍କର ଝିଅ ଗୁଡାକ ତାଙ୍କର କାମ ତାଙ୍କେ କରିଛନ୍ତି, ମତଲବ ଖରାପ କାର୍ଯ୍ୟ କରିଛନ୍ତି। ପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ହିଁ କରିଛନ୍ତି। ଏହାକୁ ବାଇବେଲ ପ୍ରମୋଟ କରେ ନାହିଁ। ଏହା ବାଇବେଲରେ ଏଥିପାଇଁ ରଖାଯାଇଛି, ଏଥିପାଇଁ ଲେଖା ହେଇଛି
ଯାହାଦ୍ୱାରା ଲୋକମାନେ ଜାଣନ୍ତୁ ଏଣ୍ଡ ଶିଖନ୍ତୁ ଯେ ଏଇପରି କାର୍ଯ୍ୟ କରିକି ପ୍ରଭୁ କେମିତି ସେଇ ସମୟରେ ଲୋକଙ୍କର ଆଗରୁ ଜେନେରେସନ ମଧ୍ୟ ଦଣ୍ଡିତ ହେଲେ, ସେମାନେ ପାପଗ୍ରସ୍ତ ହେଲେ, ସେମିତି ଆଗାମୀ ପିଢି ଯେପରି ପାପଗ୍ରସ୍ତ ନ ହୁଅନ୍ତୁ, ପ୍ରଭୁଙ୍କ ଖିଲାଫରେ ଯେପରି ଜଘନ୍ୟ ଅପରାଧ ନ କରନ୍ତୁ, ସେଥିପାଇଁ ଏ ବିଷୟ ଲେଖା ଯାଇଅଛି। ଇଏ କଣ କହୁଛି ମୂର୍ଖ? ଏମିତି ସେମିତି ଆପଣ ପାଳନ କର। ତ ଦେଖେଇବି କି ତମ ଶାସ୍ତ୍ରରୁ? ଯଦି ଏତିକି ଆଉ ଗୋଟେ କଥା ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଆମେ ମାନୁନୁ ଯେ ଲଟ ପରମେଶ୍ୱର ଥିଲେ, ଯେମିତି ଆପଣଙ୍କର କୃଷ୍ଣା ରାମା ଇତ୍ୟାଦି ଇତ୍ୟାଦି ସ ଅନ୍। ଆମେ ତ ମାନୁନୁ। ଲଟ ସାଧାରଣ ମନୁଷ୍ୟ ଥିଲେ। ସାଧାରଣ ଯେହେତୁ ମନୁଷ୍ୟ ଥିଲେ, ତାଙ୍କ ଦ୍ଵାରା ଭୁଲ ହେଲା। ଯୋଉଟା ଭୁଲ ସେଇଟା ଭୁଲ ହିଁ ଆମେ ମଧ୍ୟ କେବେ ମଧ୍ୟ ସପୋର୍ଟ କରୁନାହୁଁ। ଆମ ମାନଙ୍କର ଏହା କାର୍ଯ୍ୟ ନୁହଁ ଯେ ଆମେ ଭୁଲକୁ ସପୋର୍ଟ କରିବା। ଲଟ ଜଣେ ସାଧାରଣ ମନୁଷ୍ୟ ଥିଲେ। ସାଧାରଣ ମନୁଷ୍ୟ, ତାଙ୍କର ଝିଅ ମାନଙ୍କ ଦ୍ଵାରା ଭୁଲ ହେଲା, ତାଙ୍କ ଦ୍ଵାରା ଭୁଲ ହେଲା, ସେଇ ଭୁଲ ପାଇଁ ସେମାନେ ଦଣ୍ଡ ପାଇଲେ। କିନ୍ତୁ ଆପଣଙ୍କର ଶାସ୍ତ୍ରରେ କଣ? ଓ ଆପଣଙ୍କର ଶାସ୍ତ୍ର ଯାହା କହୁଛି ଆପଣ ପାଳନ କରୁଛନ୍ତି, ତାହେଲେ ଆପଣ ପାଳନ କରନ୍ତୁ। ମୁଁ ବି ଆଜି ଦେଖେଇବି এই ବିଷୟ ପାଳନ କରନ୍ତୁ। ଆପଣଙ୍କର ବ୍ରହ୍ମା ରିକ୍ ବେଦ ପାର୍ଟ ନମ୍ବର 4 ତାର ଚାପ୍ଟର ନମ୍ବର 330 ପରେ ନିଜ ଝିଅଙ୍କୁ ବଳାତ୍କାର କରୁଛନ୍ତି। ଏଇ ରିକ୍ ବେଦ ଆପଣ ଦେଖନ୍ତୁ, ମୋ ହସ୍ତରେ ଅଛି। ପେଜ ନମ୍ବର 330 ପରେ ଏଠାରେ ବ୍ରହ୍ମା ନିଜ ଝିଅଙ୍କୁ ବଳାତ୍କାର କରୁଛନ୍ତି। ତ ଆପଣ ମାନେ ହିନ୍ଦୁ ହେଇଥିବା ସତ୍ତ୍ୱେ ଆପଣ ବଳାତ୍କାର କରନ୍ତୁ ନିଜ ଝିଅ ସେମାନଙ୍କ ସହିତ। ଆପଣ କେମିତି କହୁଛନ୍ତି ଏମିତି? ଆପଣ ବୁଝି ପାରିନାହାନ୍ତି। ଆପଣ ବାଇବେଲକୁ ପଢନ୍ତୁ, ଆପଣ ଉତ୍ତମ ଭାବରେ ବୁଝିପାରିବେ। ବାଇବେଲରେ ଆକ୍ଚୁଆଲି ସେଇ ଷ୍ଟୋରି ମାନଙ୍କୁ ଏଥିପାଇଁ ମେନସନ କରାଯାଇଛି ଯାହାଦ୍ୱାରା ଆମେ ସେହିପରି କାର୍ଯ୍ୟ ନ କରୁ, ବା ଆମେ ଗଡ ଆକ୍ଚୁଆଲି ଆମକୁ ୱାର୍ଣ୍ଣିଂ କରିବାକୁ ଚାହାନ୍ତି ଯେ ଏହିପରି କାର୍ଯ୍ୟ କରିବା ଦ୍ୱାରା କଣ ହେଇଥାଏ। ଆପଣ କଣ କହୁଛନ୍ତି? ଏହାକୁ କରନ୍ତୁ, ତାହାକୁ କରନ୍ତୁ, ତାହେଲେ ଆପଣ ବି କରନ୍ତୁ ନା। ଏଟା ଆପଣଙ୍କ ପୁସ୍ତକରେ ଲେଖା ଅଛି। ଆପଣଙ୍କର ବ୍ରହ୍ମା ନିଜ ଝିଅଙ୍କୁ ବଳପୂର୍ବକ ବଳାତ୍କାର କଲେ, ଆପଣ ମଧ୍ୟ ବଳାତ୍କାର କରନ୍ତୁ। ଆଉ ଅନେକ ସାରା ବିଷୟ ଅଛି। ସେଇ କଥା ଯଦି ଆପଣ କହୁଛନ୍ତି, ନିଜର ବୋହୂ ମାନଙ୍କ ସହିତ ବେଦ ବ୍ୟାସ ବଳାତ୍କାର କରିଛନ୍ତି। ସତ୍ୟବତୀର 2ଟା ବହୁ ପିଲାମାନଙ୍କ ସହିତ ବେଦ ବ୍ୟାସ ବଳାତ୍କାର କରିଛନ୍ତି, ନିଜର ଭାଇର ସ୍ତ୍ରୀ ମାନଙ୍କ ସହିତ। ତ ଆପଣ ମାନେ ବି ଆପଣ ଭାଇର ସ୍ତ୍ରୀ ମାନଙ୍କୁ ରମଣ କରନ୍ତୁ। ଆପଣ ବି ଆପଣ ଭାଇର ସ୍ତ୍ରୀ ମାନଙ୍କୁ ସମ୍ଭୋଗ କରନ୍ତୁ, ଯେପରି ଆପଣ ବେଦ ବ୍ୟାସ କରିଥିଲେ। ଏଇ ତମାମ ଦେବୀ ଭଗବତ ପୁରାଣରେ ବି ଆପଣ ଏ ବିଷୟ ପାଇପାରିବେ, ଆଉ ମହାଭାରତରେ ମଧ୍ୟ ଏଇ ତମାମ ବିଷୟ ପାଇପାରିବେ। ଆପଣ କଣ କହୁଛନ୍ତି? ତ ଆଉ ଗୋଟେ ବିଷୟ, କେବଳ ବେଦ ବ୍ୟାସ ତାର ବୋହୂ ମାନଙ୍କୁ ବଳାତ୍କାର କଲେ ସେତିକି ନୁହେଁ, ଆଉ ସତ୍ୟବତୀଙ୍କୁ ଆପଣଙ୍କର ପରାଶର ମଧ୍ୟ ବଳାତ୍କାର କରିଛନ୍ତି। ଆପଣ ବି କରନ୍ତୁ। ଯୋଉ ଝିଅକୁ ଦେଖିବେ, ଯେମିତି ପରାଶର ଯାଇକି ଡଙ୍ଗାରେ ବସୁଛନ୍ତି, ଗୋଟେ ଝିଅକୁ ଦେଖିକି ମୋହିତ ହଉଛନ୍ତି ଏଣ୍ଡ କହୁଛନ୍ତି କି ମୋର ମସିନ ଉଠିଗଲା, ମୁଁ ତମକୁ ରମଣ କରିବି। ଭାଇ, ତ ତା ଅନୁସାରେ ଆପଣଙ୍କୁ ଏଇଟା କରିବାର ଅଛି ନା। ଆପଣଙ୍କର ବେଦ ସରି ଆପଣଙ୍କ ପରାଶର ଯେମିତି କରିଥିଲେ, ଆପଣ ବି ଯୋଉ ବସ ରେ ଟ୍ରାଭେଲ କରୁଛ, ଯଦି ବି କରିବେ, ସେ ବସ ରେ କୋଉ ସୁନ୍ଦରୀ କନ୍ୟାକୁ ଦେଖିଲେ ଆପଣ ବି କହିବେ ଏ ପରାଶର ତ ଏମିତି କରିଥିଲା, ଚାଲ ଆମେ ବି କରିବା। ତ ଏଇ ବିଷୟ କରୁନାହାନ୍ତି। ବେଦ ବ୍ୟାସର ପିତା ନିଜେ ବଳାତ୍କାର କରିଛନ୍ତି ସତ୍ୟବତୀଙ୍କୁ, ଏଣ୍ଡ ସତ୍ୟବତୀର ପୁଅ ୟାନି ବେଦ ବ୍ୟାସ, ସେ ମଧ୍ୟର ନିଜ ଛୋଟ ଭାଇର ସ୍ତ୍ରୀ ମାନଙ୍କୁ ବଳାତ୍କାର କରିଛନ୍ତି। ଆପଣ କଣ କହୁଛନ୍ତି? ଆଉ ଅନେକ ବିଷୟ ଅଛି। ଯେବି ଭାଇ ଆଉ କଣ କହିବି ଆପଣ କୁହନ୍ତୁ, ଆଉ ମୁଁ କହିବି। ତେବେ ଏହି ଅନୁସାରେ ହିନ୍ଦୁ ଶାସ୍ତ୍ରରେ ତ ତାହା ଲେଖାଯାଇଛି। ତେବେ ଏହି ବ୍ୟକ୍ତି ଜଣକ ତାହା କରିବେ କି? ଯେହେତୁ ଏହି ବ୍ୟକ୍ତି ଜଣକ ଖ୍ରୀଷ୍ଟିଆନ ଧର୍ମ ଉପରେ ଟିପ୍ପଣୀ କରୁଛନ୍ତି, ବାଇବଲକୁ ନେଇ ମିସ୍ ଓକେ, ଇଣ୍ଟରପ୍ରିଟେସନ ଦେଉଛନ୍ତି। ଠିକ ଅଛି। ଓକେ, ଆଉ ଗୋଟେ ବିଷୟ ମୁଁ କହିବି। ଯଦି ସେ ନିଜ ଧର୍ମ ଉପରେ ଏତେ ସ୍ନେହ, ଏତେ ଶ୍ରଦ୍ଧା, ଏତେ ଭକ୍ତି ଅଛି, ତାହେଲେ ମହାଭାରତରେ ଗୋଟିଏ ଉତ୍ତମ ଆଦେଶ ଦିଆଯାଉଅଛି, ଭ୍ରାତା ଆପଣ ଏହି ଆଜ୍ଞାକୁ ପାଳନ କରନ୍ତୁ, ଏଣ୍ଡ ଆପଣ ମାନଙ୍କର ଧର୍ମ ରକ୍ଷା କରନ୍ତୁ, ଏଣ୍ଡ ଆପଣ ମାନଙ୍କର ଧର୍ମକୁ ଆପଣ ସିଦ୍ଧ କରନ୍ତୁ ଯେ ଆପଣ କେତେ ପ୍ରେମ କରୁଛନ୍ତି। ଦର୍ଶକ ବନ୍ଧୁ, ମୁଁ ଦେଖେଇବାକୁ ଚାହେଁ, ଏଇଠି ମୋ ହସ୍ତରେ ଅଛି ମହାଭାରତ କିତାବ, ଆପଣ ଦେଖିପାରୁଥିବେ। ଯଦି ଆପଣ ବାସ୍ତବରେ ସତ୍ୟ ସନାତନୀ ଲୋକ ହେଇଥିବେ, ଆପଣ ବାସ୍ତବରେ କୃଷ୍ଣ ପ୍ରେମୀ ଥିବେ, ବାସ୍ତବରେ ଆପଣ ସନାତନୀ ସଂସ୍କୃତିକୁ ପ୍ରେମ କରୁଥିବେ, ତାହେଲେ ନିହାତି ଏହି ଆଦେଶ ଆପଣ ନିହାତି ପାଳନ କରିବେ। ମହାଭାରତ 2ୟ ଖଣ୍ଡ ମୋ ହସ୍ତରେ ଅଛି, ଆପଣ ଦେଖନ୍ତୁ।
ତାର ଅନୁଶାସନ ପର୍ବରେ ଲେଖାଯାଇଅଛି ଯେ ଏଠାରେ କୁହାଯାଇଛି ଯେ ଅତିଥି ସତ୍କାର କିପରି କରାଯିବ ସେଇ ତମାମ ବିଷୟରେ ଏଠାରେ ଡିସ୍କସ କରାଯାଉଅଛି। ଏଠାରେ ଯୁଧିଷ୍ଠିର ପଚାରୁଛନ୍ତି ପିତାମହ ଭୀଷ୍ମଙ୍କୁ। ଓକେ, ଯୁଧିଷ୍ଠିର ପଚାରୁଛନ୍ତି ପିତାମହ ଭୀଷ୍ମଙ୍କୁ, ପିତାମହ ଆପଣ ଆମକୁ କୁହନ୍ତୁ ଯେ ଆମମାନେ ଅତିଥି ସତ୍କାର କେଉଁପରି ଭାବରେ କରିବା। ଏଇଠି ପିତାମହ ଯୋଉ ଆନ୍ସର ଦଉଛନ୍ତି ସେଇ ଆନ୍ସର ଶୁଣିଲା ପରେ ଆପଣ ମାନଙ୍କର କାନ ମଧ୍ୟ ପିତା ହେଇଯିବ। ପିତାମହ ଏଠାରେ ସମସ୍ତ ସନାତନୀ ମାନଙ୍କୁ ଆଜ୍ଞା କରୁଛନ୍ତି, ସମସ୍ତ କୃଷ୍ଣ ପ୍ରେମୀ ମାନଙ୍କୁ ଆଦେଶ କରୁଛନ୍ତି, ସମସ୍ତ ବୈଦିକ ପ୍ରେମୀ ମାନଙ୍କୁ ଆଦେଶ କରୁଛନ୍ତି ଯେ ହେ ବୈଦିକ ପ୍ରେମୀ ଲୋକ, ହେ କୃଷ୍ଣ ପ୍ରେମୀ ଲୋକ, ତମେ ଏମିତି କର, ତମ ଘରକୁ ଅତିଥି ବ୍ରାହ୍ମଣ ଆସିଲେ ନିଜର ସ୍ତ୍ରୀଙ୍କୁ ଅତିଥି ବ୍ରାହ୍ମଣ ସହିତ ଆପଣ ଗୃହରେ ହିଁ ସମ୍ଭୋଗ କରାଅ। ଏହା ହିଁ ତୁମ ମାନଙ୍କର ଉତ୍କୃଷ୍ଟ ଧର୍ମ, ଏହା ହିଁ ଅତିଥି ଧର୍ମର ସର୍ବଶ୍ରେଷ୍ଠ। ତ ଅଶୋକ ଭାଇ, ନିହାତି ମୁଁ ଆଶା କରିବି ଯଦି ଆପଣ ଏହି ଆଜ୍ଞାକୁ ପାଳନ କରିନାହାନ୍ତି ତ ଆପଣ ନିହାତି ପାଳନ କରିବେ। ଆପଣଙ୍କର ଶ୍ରୀକୃଷ୍ଣ ରାମ ସେ ବିଷୟ କରିଛନ୍ତି ସେଟା ଅଲଗା ବିଷୟ, ସେଟା ଆପଣଙ୍କ ରାମ କରି ଯଦି ହଉଛି ମାନେ ଆପଣ କରନ୍ତୁ, 16,108ଟି ସ୍ତ୍ରୀଙ୍କୁ ବିବାହ କରନ୍ତୁ, କାରଣ ଆପଣଙ୍କର କୃଷ୍ଣ କରିଥିଲେ ନା। ଆଉ 9 ଲକ୍ଷ ଗୋପୀ ମାନଙ୍କ ସହିତ ଶ୍ରୀକୃଷ୍ଣ ଯେମିତି ସମ୍ଭୋଗ କରିଥିଲେ ଆପଣ ମାନେ ମଧ୍ୟ ସେଇ ଅଶୋକ ଭାଇ ଆପଣ କରନ୍ତୁ। ହଁ, ଆପଣଙ୍କର ବିଷ୍ଣୁ ଓକେ କୁଆଡେ ଗଲେ, 1 ମିନିଟ ମୁଁ ଗୋଟେ ବିଷୟ ଦେଖେଇବାକୁ ଚାହେଁ। ଏଇଠାରେ ଦେଖନ୍ତୁ ଦର୍ଶକ ବନ୍ଧୁ, ହଁ ଶିବା କଣ କରିଛନ୍ତି, ଶିବା କଣ କରିଛନ୍ତି, ଓକେ ମୁଁ ଦେଖେ ଶ୍ରୀହରି ସରି ବିଷ୍ଣୁ, ଏଇଠି ଅଛି ବ୍ରହ୍ମ ବ୍ୟବହୃତ ମୋ ହସ୍ତରେ ଅଛି ବ୍ରହ୍ମ ବ୍ୟବହୃତ ପୁରା, ଏଠି ଆପଣ ଦେଖିପାରୁଥିବେ। ଏଇଠି ଆପଣଙ୍କର ବିଷ୍ଣୁ ଗୋଟେ ନିରୀହ ସ୍ତ୍ରୀ ତୁଳସୀଙ୍କର ବଳାତ୍କାର କରିଛନ୍ତି, ତୁଳସୀଙ୍କର ବଳାତ୍କାର କରିଛନ୍ତି, ଯିଏକି ଗୋଟେ ସାଧାରଣ ନାରୀ। କଣ ଏହା ପରମେଶ୍ୱରଙ୍କର କାର୍ଯ୍ୟ ଯେ ପରମେଶ୍ୱର କାହାକୁ ମଧ୍ୟ ବଳାତ୍କାର କରିବେ? ଆଜି ଯଦି ଏଇ କାର୍ଯ୍ୟ ହେଇଥାନ୍ତେ ତାହେଲେ ଶ୍ରୀ ବିଷ୍ଣୁଙ୍କୁ ଜେଲରେ ପୁରେଇ ଦଣ୍ଡ ନିହାତି ତାଙ୍କୁ ଆଦେଶ କରାଯାଇଥାନ୍ତେ। ସରି, ଆଜିକା ଡେଟରେ ଯଦି ଏହି କାର୍ଯ୍ୟ ହୁଅନ୍ତା ତାହେଲେ ବିଷ୍ଣୁଙ୍କୁ ନିହାତି ଦଣ୍ଡ ଶୁଣା ଯାଇଥାନ୍ତି, ଦଣ୍ଡ ଆଦେଶ ଦିଆଯାଇଥାନ୍ତି। ଦେଖନ୍ତୁ ଆପଣଙ୍କର ବିଷ୍ଣୁ କରୁଛନ୍ତି ତୁଳସୀଙ୍କୁ ବଳାତ୍କାର, ଏହା କଣ ଈଶ୍ୱରୀୟ କାର୍ଯ୍ୟ? କଣ ଈଶ୍ୱର ବଳାତ୍କାରୀ? ତ ଅଶୋକ ଭାଇ ଆପଣ ଏହା କରନ୍ତୁ, ଏହା ଆପଣଙ୍କ ଶାସ୍ତ୍ରରେ କୁହାଯାଇଅଛି। ଓକେ, ଏଇଠି ଆଉ ଥରେ ମୁଁ ଜୋର ଦେବାକୁ ଚାହିଁବି, ମହାଭାରତର ସେଇ କାହାଣୀ ଆଡକୁ ମୁଁ ଟିକେ ନେବାକୁ ଚାହିଁବି। ତ ଏହା ଆଦେଶ ଦିଆଯାଉଅଛି ଓକେ, ଆପଣଙ୍କର ସଂସ୍କୃତିକୁ, ଆପଣଙ୍କର ସଂସ୍କୃତିର ମାନୁଥିବା ଲୋକଙ୍କୁ, କୃଷ୍ଣ ପ୍ରେମୀ ସିବିଜିମ୍ ଏଣ୍ଡ ଯେତିକି ବି ଅଛନ୍ତି ସବୁ ବୈଦିକ ବାଲେ, ସେମାନଙ୍କୁ ଆପଣଙ୍କର ପ୍ରିୟ ପିତାମହ କହୁଛନ୍ତି ଯେ ଆପଣ ବ୍ରାହ୍ମଣ ମାନଙ୍କୁ ନିଜ ସ୍ତ୍ରୀ ମାନଙ୍କୁ ସମ୍ଭୋଗ କରାନ୍ତୁ। ତ ଏ ବିଷୟ ଆପଣ କରିବେ, କାହିଁକି ଆପଣଙ୍କ ବିଷୟ ଆପଣଙ୍କ କିତାବରେ କୁହାଯାଇଅଛି ନା, ତ ଆପଣ କରନ୍ତୁ। ତ ଜେପି ଭାଇ ଆପଣ କଣ ଟିପ୍ପଣୀ ରଖିବାକୁ ଚାହିଁବେ ଏ ଉପରେ? ନାଇଁ, ତାଙ୍କେ ନିହାତି ଯଦି କରିନାହାନ୍ତି କରିବା ଦରକାର। ଯେମିତି ଖ୍ରୀଷ୍ଟିଆନ ମାନଙ୍କୁ ସେ କହୁଛନ୍ତି ତମେ ଏମିତି କର, ତମ ଶାସ୍ତ୍ର କହୁଛି ସେ ଅନୁସାରେ ତାଙ୍କେ ବି କରିବାକୁ ଦରକାର ନା। ବ୍ରାହ୍ମଣ ମାନଙ୍କୁ ନିଜ ଘରକୁ ଡାକିବା ଦରକାର, ଆଉ ନିଜ ସ୍ତ୍ରୀ ସହିତ ସମ୍ଭୋଗ କରିବା ପାଇଁ ଦେବା ଦରକାର। ଏଇଟା ତ ତାଙ୍କ ମାନେ କଲଚର ନା, ରୀତିନୀତି ନା, ରୀତି ରିବାଜ ନା, ସେଇ ପ୍ରକାର କଲଚର ଆମକୁ ବି ଦରକାର ନାହିଁ। ଓକେ, ଆଗକୁ ଆଉ ଯଦି କିଛି କହିବେ ଆଉ ଗୋଟେ କୁହନ୍ତୁ, ବିଷୟ, ନଚେତ ଆଗକୁ ପ୍ଲେ କରିବି। ଓକେ ଆଉ ଗୋଟେ ବିଷୟ ସେ କହିଲେ ଯେ ଯୀଶୁ ଖ୍ରୀଷ୍ଟ ମଦ ତିଆରି କରିଥିଲେ, ଆକୁ କେତେ ରେଫରେନ୍ସେସ୍ ଦିଆହେଇଛି, କେତେ ରେଫରେନ୍ସେସ୍ ମତଲବ ଏକ୍ସପ୍ଲେନେସନ ବି ଦିଆ ହେଇଛି ଯେ ସେଇଟା ମଦ ନୁହଁ, ସେଇଟା ଦ୍ରାକ୍ଷା ରସ, ଅଙ୍ଗୁର ରସ। ଫିର ବି କହୁଛନ୍ତି ତାଙ୍କ ଇଚ୍ଛା ତାଙ୍କେ କରନ୍ତୁ ଯାହା କରିବା କଥା। ଓକେ, ଏଇ ବିଷୟ କେମିତି ସିଦ୍ଧ ହେଇପାରିଥାନ୍ତେ ଯଦି ଏଇ ମଦ ନିର୍ମାଣ ବିଷୟ, ମଦ ବାହାଘର ସମୟରେ ଦିଆଯିବା କଥା ଜୁଇଶ ରିଲିଜନ ସ୍କ୍ରିପ୍ଚରରେ ଥାନ୍ତି, ଓଲ୍ଡ ଟେଷ୍ଟମେଣ୍ଟରେ ଥାନ୍ତି, ତ ଇଏ ସିଦ୍ଧ କରିପାରିଥାନ୍ତି। ମୂର୍ଖ, ଇଏ କିଛି ଜାଣିନି, ଆଡ ସାଡ କହୁଛି। କିନ୍ତୁ ମଦ ପିଇବା ଏମାନଙ୍କର ସଂସ୍କୃତି, ମଦ ପିଇବା ଏମାନଙ୍କର ପରମ୍ପରା ମୁଁ ଦେଖେଇବାକୁ ଚାହିଁବି। ମୋ ହସ୍ତରେ ଅଛି ଶ୍ରୀ ବିଶୁଡପୁର ଅଡ, ଏଇଠି ଦେଖନ୍ତୁ ପଞ୍ଚମ ଅଂଶ, ଏଇଠି ଏମାନଙ୍କର ଈଶ୍ୱର ମଦ ପିଇକି ଲଢେଇ କରିବାକୁ ଯାଉଛନ୍ତି। ଏଇଟା ଷ୍ଟୋରି କିଛି ଏମିତି। ଓକେ, ବଳରାମ ହଉଛନ୍ତି ବିଷ୍ଣୁଙ୍କର ଗୋଟିଏ ଅବତାର। ଓକେ, ଏଇଠାରେ ଷ୍ଟୋରି କିଛି ଏଇପରି ହେଇଅଛି। ଶ୍ରୀକୃଷ୍ଣଙ୍କର ପୁଅ ଶାମ୍ବା, ଇଏ
ବଳପୂର୍ବକ ଦୁର୍ଯ୍ୟୋଧନଙ୍କର ଝିଅକୁ ହରଣ କରିଥାନ୍ତି। ତ ତମାମ ଦୁର୍ଯ୍ୟୋଧନ ଗୋଷ୍ଠୀ ଶାମ୍ଭାଙ୍କୁ ବାନ୍ଧି ରଖିଥାନ୍ତି। ତ ଯେତେବେଳେ ବାନ୍ଧି ରଖିଥାନ୍ତି ବଳରାମଜୀ ଏଇଠି କହୁଛନ୍ତି, ଦେଖନ୍ତୁ, ହଁ ଏଇଠି ବଳରାମଜୀ କହୁଛନ୍ତି, 1 ମିନିଟ 1 ମିନିଟ, ହଁ ସରି, ଏଇଠି ବଳରାମଜୀ କହୁଛନ୍ତି ମଦ ପିଇକି ଲଡଖଡେଇକି କହୁଛନ୍ତି, କଣ ଈଶ୍ୱର ମଦ ପିଅନ୍ତି? ଆପଣଙ୍କର ବିଷ୍ଣୁ ଏଠାରେ ମଦ ପିଉଛନ୍ତି, ମଦ ପିଇଛନ୍ତି ଅଲରେଡି। ସେ ମଦ ପିଇକି ଦୁର୍ଯ୍ୟୋଧନଙ୍କର ଗୋଷ୍ଠୀ ସହିତ ଲଢେଇ କରିବାକୁ ଯାଉଛନ୍ତି। ଏଣ୍ଡ ଆପଣଙ୍କର ଈଶ୍ୱରଙ୍କର ସନ୍ତାନ ମଧ୍ୟ ଏଇଠି ହଁ ହଁ ଆଉ ବଲାତ ହରଣ କରିଛନ୍ତି। ମାନେ ଦେଖନ୍ତୁ ଆପଣଙ୍କର ଈଶ୍ୱରଙ୍କ କେତେ ତାହାଙ୍କର ସନ୍ତାନକୁ ନଲେଜ ଦେଇଥିଲେ। ତ ଏଇଠି ଆପଣଙ୍କର ଈଶ୍ୱର ମଦ ପିଇକି ଲଡଖଡେଇ କହୁଛନ୍ତି, ମୁଁ ଯିବି ଏଣ୍ଡ ଶ୍ରୀକୃଷ୍ଣଙ୍କର ପୁଅଙ୍କୁ ସେମାନଙ୍କ ଠାରୁ ଆଣିବି। ତ ଆପଣଙ୍କର ଈଶ୍ୱର ମଦୁଆ ଅଟନ୍ତି। ଆପଣଙ୍କର ଈଶ୍ୱର ମଦ ପିଇକି ଲଢେଇ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଆମେ ମଧ୍ୟ କେବେ ବି ଚାହୁଁନୁ ଯେ ତମେ ଆମ ହିନ୍ଦୁ ଧର୍ମ ପରମ୍ପରାକୁ ଅନୁସରଣ କର ବୋଲି। ନା ଜମା ନୁହଁ, ତମ ପରମ୍ପରା ଅଛି ଭାଇ। ତମେ କେବେ ବି କାହାକୁ ନମସ୍କାର କର ନାହିଁ, ତମେ ତମର ଚୁମା ଚାଟି ଦେଇକି ସ୍ୱାଗତ କର, ଚାଲୁ ଗାଡି ହେଲା। ଆମର ଦରକାର ନାହିଁ ସେ ଚୁମା ଚାଟି ସଂସ୍କୃତି, ତମ ଜାଗାରେ ରଖ, ତମ ଚୁମା ଚାଟି ସଂସ୍କୃତି ନେଇକି ତମେ ପଳା ସିଆଡେ। ଆଉ ଗୋଟେ ବିଷୟ ଆପଣ କହିଲେ ଚୁମା ଚାଟି ଆମର ସଂସ୍କୃତି ନୁହେଁ ଦର୍ଶକ ବନ୍ଧୁ। ଚୁମା ଚାଟି ହଉଛି ସନାତନୀ ସଂସ୍କୃତି। ମୁଁ ଏବେ ଆପଣ ମାନଙ୍କୁ ଦେଖେଇବି ଚୁମା ଚାଟି କିଏ କରୁଥିଲା। ଯେହେତୁ ଏ ବିଷୟ କହିଛନ୍ତି, ଚୁମା ଚାଟି ବିଷୟରେ ମୋ ହସ୍ତରେ ଅଛି ଶ୍ରୀମଦ୍ ଭଗବତ ମହାପୁରାଣ, ଆପଣ ଦେଖିପାରୁଥିବେ। ସ୍କନ୍ଦ ନମ୍ବର 10 ଅଧ୍ୟାୟ ନମ୍ବର 33 ଶ୍ଲୋକ ନମ୍ବର 11। ଦର୍ଶକ ବନ୍ଧୁ ଏଇଠି କିଛି ବିଷୟ ମୁଁ ପଢିକି ଶୁଣେଇବାକୁ ଚାହେଁ, କାରଣ ଚୁମା ଚାଟି ବିଷୟ ଆସିଛି ନା। ଏଇଠି ଦେଖନ୍ତୁ, ମୁଁ 12 ଶ୍ଲୋକ ପାଠ କରୁଅଛି ଶ୍ରୀମଦ୍ ଭଗବତ ମହାପୁରାଣ ଦଶମ ସ୍କନ୍ଦ ଅଧ୍ୟାୟ ନମ୍ବର 33 ଶ୍ଲୋକ ନମ୍ବର 12। ଓକେ। ଆଉ ଜଣେ ଗୋପୀ ନାଚୁଥିବାରୁ ତାର କୁଣ୍ଡଳ ହଲୁଥିଲା ଓ କୁଣ୍ଡଳର ଝଲକରେ ତାହାର ଗାଲ ଝଟକି ଉଠୁଥିଲା। ସେହି ଗୋପୀ ତା ଗାଲକୁ ଶ୍ରୀକୃଷ୍ଣଙ୍କ ଗାଲରୁ ଚୋବେଇ ଦେବାରୁ ଶ୍ରୀକୃଷ୍ଣ ନିଜ ପାଟିରେ ଅର୍ଦ୍ଧ ଚୋବିତ ପାନ ତା ପାଟିରେ ପୂରେଇ ଦେଲେ। ଏଇଠି ସନାତନୀ ସଂସ୍କୃତି ଦେଖନ୍ତୁ, ଶ୍ରୀକୃଷ୍ଣ ଚୁମା ଚାଟି କରୁଛନ୍ତି। ଇଏ ନିଜର ଚୁମା ଚାଟି ସଂସ୍କୃତିକୁ କଣ କରୁଛି, ଆମ ଉପରେ ଜବରଦସ୍ତ ଲଦିବାକୁ ଚାହୁଁଛି। ଦର୍ଶକ ବନ୍ଧୁ ଏଇଠି ସନାତନ ଈଶ୍ୱର ଶ୍ରୀକୃଷ୍ଣ ତମାମ ୟଙ୍ଗ ଝିଅ ମାନଙ୍କ ସହିତ ଡ୍ୟାନ୍ସ କରୁଛନ୍ତି, ପାନ ଖାଇକି ଡ୍ୟାନ୍ସ କରୁଛନ୍ତି। ଗୋଟେ ଗୋପୀ ଯେତେବେଳେ ଶ୍ରୀକୃଷ୍ଣ ନିକଟକୁ ଆସିଲା, ଗୋଟେ ଗୋପୀ ଯେତେବେଳେ ସନାତନ ଈଶ୍ୱରଙ୍କ ନିକଟକୁ ଆସିଲା, ଯୋଉ ସମୟରେ ସନାତନ ଈଶ୍ୱର ରାସ କ୍ରୀଡା କରୁଥାନ୍ତି, ରାସମୟ କରୁଥାନ୍ତି ଏଣ୍ଡ ଝିଅ ମାନଙ୍କ ସହିତ ଏନ୍ଜୟ କରୁଥାନ୍ତି ପାନ ଚୋବେଇ ଚୋବେଇ। ଗୋଟେ କନ୍ୟା ଯେତେବେଳେ ସନାତନ ଈଶ୍ୱର ନିକଟକୁ ଆସୁଛି, ସନାତନ ଈଶ୍ୱରଙ୍କର ଗାଲ ଘର୍ଷଣ କରିବାରୁ ସନାତନ ଈଶ୍ୱର ଲିପ କିସ୍ ଚୁମା ଚାଟି କରି ନିଜ ଅର୍ଦ୍ଧ ଚବନ ପାନ ସେ କନ୍ୟା ପାଟିରେ ପ୍ରବେଶ କରାଉଛନ୍ତି। ତ ଚୁମା ଚାଟି ଏଇଠି ସଂସ୍କୃତି କାହାର ନା, ବେଶକ ସନାତନ ଈଶ୍ୱର ଶ୍ରୀକୃଷ୍ଣ ଚୁମା ଚାଟି କରୁଛନ୍ତି। ଏଣୁ ଚୁମା ଦେଇକି ନିଜର ଅର୍ଦ୍ଧ ଚବନ ପାନ ସେ ଝିଅ ମଧ୍ୟରେ ଟ୍ରାନ୍ସଫର କରୁଛନ୍ତି। ହାୟ 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 ସନାତନ ଈଶ୍ୱରଙ୍କର ଲୀଳା। ଆଉ ମୁଁ କେତେ ଲୀଳା ବର୍ଣ୍ଣନା କରିବି ଜେପି ଭାଇ। ଏବେ ଆପଣ ଟିକେ ନିଅନ୍ତୁ, ଆପଣ ବି ଆମକୁ ଡିସ୍କ୍ରାଇବ କରନ୍ତୁ। ତ ଅଧିକ ଆଉ ଆମେ କଣ କହିବା, ଏମାନେ ନିଜେ ନିଜ ଧର୍ମକୁ ଏକ୍ସପୋଜ କରୁଛନ୍ତି। ଏମାନେ ବୋଧହୁଏ ନିଜ ଧର୍ମରେ କଣ ଅଛି, ନିଜ ଶାସ୍ତ୍ରରେ କଣ ଅଛି ତାହା ବୋଧେ ଏମାନେ ଦେଖି ନାହାନ୍ତି। ଆଉ ଏମାନେ କିଏ ଗୋଟେ କଣ ହ୍ୱାଟ୍ସଆପ୍ ୟୁନିଭର୍ସିଟିରୁ କିଏ ଗୋଟେ ପାଠ ପଢଉଛି, ଏ ଶାସ୍ତ୍ରରେ ଏଟା ଅଛି ସେଟା କହିଦିଅ। ଏମାନେ ତ ଅନ୍ଧଭକ୍ତ ନା, କିଛି ବି ଆସି କହୁଛନ୍ତି। ଏମାନେ ଆଜି ଯୀଶୁଙ୍କ ବିରୁଦ୍ଧରେ, ବାଇବଲ ବିରୁଦ୍ଧରେ କହିବା ସକାଶେ ଏମାନଙ୍କ ଯୋଗୁଁ ହିଁ ସେମାନଙ୍କର ଧର୍ମ ଏକ୍ସପୋଜ ହେଇସାରିଅଛି। ଭିଡିଓ ତ ବହୁତ ଲମ୍ବା ହେଇଅଛି, ଆଉ ଏତିକି ହିଁ ମୁଁ ସଫିସିଏଣ୍ଟ ବୋଲି ଭାବୁଛି। ଆଉ ଏହି ସମସ୍ତ ବିଷୟ ଯାହା CRP ଓଡ଼ିଆ ଭାଇ ମାନଙ୍କୁ କହିଲେ, ହିନ୍ଦୁ ଭଗବାନ ମାନେ ହିନ୍ଦୁ ଶାସ୍ତ୍ର ଯେମିତି ତାଙ୍କର ସଂସ୍କୃତି ଚୁମାଚାଟି, ଆଉ ବୋହୂ ମାନଙ୍କୁ ରଖିବା, ଆଉ ସ୍ତ୍ରୀ ମାନଙ୍କୁ ବ୍ରାହ୍ମଣ ମାନଙ୍କୁ ଦେବା, ଆଉ ମଦ ପିଇକି ଲଢେଇ କରିବା, ଏହା ସେ ସମସ୍ତ ବିଷୟ। ଅଶୋକ ସହିତ ତାଙ୍କର ଯେତେ ଅନ୍ଧଭକ୍ତ ଅଛନ୍ତି ସେମାନେ ଏହାକୁ ପାଳନ କରନ୍ତୁ, ଏହା ହିଁ ମୁଁ ଅନୁରୋଧ କରିବି। ତ ଆପଣ ଆଉ କଣ କହିବେ CRP ଭାଇ କୁହନ୍ତୁ, ତାପରେ ଆମେ ସମାପ୍ତ କରିବା।
ହଁ ଗୋଟିଏ ମିନିଟ ମୁଁ ନେବାକୁ ଚାହେଁ ଦର୍ଶକ ବନ୍ଧୁ ଯଦି ଅଶୋକ ଭାଇ ଯୋଉ ଆଲିଗେସନ ଆମକୁ ଲଗଉଛନ୍ତି ସେଇ ଆଲିଗେସନ ଯଦି ଆମେ ତାହାଙ୍କୁ ଲଗାଯିବ ତ ସମସ୍ତ ସନାତନୀ ଭାଇ ମାନଙ୍କୁ ଏହା କରିବା ଦରକାର ଯେ ନିଜ ସାନ ଭାଇର ଦିଟା ସ୍ତ୍ରୀ ମାନଙ୍କୁ ସମ୍ଭୋଗ କରିବା ଦରକାର ଏଣ୍ଡ କୌଣସି ଝିଅ ରାସ୍ତାରେ ଯାଉଥିଲେ ତାହାଙ୍କୁ ମଧ୍ୟ ବିଷ୍ଣୁ ମତେ କହିଛନ୍ତି ବୋଲି ବଳାତ୍କାର କରିବା ଦରକାର ଆଉ ଶିବ ଯେମିତି ପୁରୁଷ ସହିତ ସମ୍ଭୋଗ କରିଥିଲେ ଏଣ୍ଡ ବିଷ୍ଣୁ ଯେପରି ତୁଳସୀକୁ ବଳାତ୍କାର କରିଥିଲେ ସେଇପରି ହିନ୍ଦୁ ଭାଇ ମାନଙ୍କୁ କରିବା ଦରକାର ଏଣ୍ଡ ଯୋଉ ଚୁମା ଚାଟି ବିଷୟରେ ଆପଣ କହିଲେ ଚୁମା ଚାଟି ତ ଏହା ଆମମାନଙ୍କର ସଂସ୍କୃତି ନୁହେଁ ଚୁମା ଚାଟି ବେଶକ ଶ୍ରୀମଦ ଭଗବତ ମହାପୁରାଣ ସ୍କନ୍ଦ ନମ୍ବର 2 ଅଧ୍ୟାୟ ନମ୍ବର 33 ଶ୍ଲୋକ ନମ୍ବର 12 ଅନୁସାରେ ଶ୍ରୀକୃଷ୍ଣ ଝିଅ ମାନଙ୍କୁ ଚୁମା ଚାଟି କରୁଛନ୍ତି ଚୁମା ଚାଟି କରି ତାଙ୍କର ଅର୍ଦ୍ଧ ଚବନ ପାନ ସେଇ ଝିଅ ମଧ୍ୟରେ ଟ୍ରାନ୍ସଫର କରୁଛନ୍ତି ଏଣ୍ଡ ଋଗ୍ବେଦ ଅନୁସାରେ ଯୋଉ ବ୍ରହ୍ମା କରିଛନ୍ତି ନିଜ ଝିଅ ସରସ୍ୱତୀଙ୍କ ସହିତ ବଳାତ୍କାର ସମସ୍ତ ସନାତନୀ ଭାଇ ମାନଙ୍କୁ ଏହା ବିନମ୍ର ନିବେଦନ ବିନମ୍ର ଅନୁରୋଧ ଯେ ଆପଣଙ୍କର ବ୍ରହ୍ମା ଯେପରି ଭାବରେ କରିଛନ୍ତି ନିଜ ଝିଅଙ୍କ ସହିତ ଆପଣ ଏଣ୍ଡ ଅଶୋକ ଭାଇ ଆପଣଙ୍କର ତ ପୁଅଟେ ଅଛି ଝିଅ ହେଇଥିଲେ ଆପଣ ବ୍ରହ୍ମା ପରି ବଳାତ୍କାର କରିଥାନ୍ତେ ଯାହା ହଉ ପ୍ରଭୁ ଜାଣି ଜାଣି ଆପଣଙ୍କୁ ଝିଅ ଦେଇନାହାନ୍ତି ଯଦି ସରି ପୁଅ ଦେଇନାହାନ୍ତି ଝିଅ ଯଦି ଦେଇଥାନ୍ତି ତାହେଲେ ଆପଣ ମଧ୍ୟ ଆପଣଙ୍କର ପ୍ରିୟ ବ୍ରହ୍ମାଲେ ସାଲାମଙ୍କର ନୀତିକୁ ଅନୁସରଣ କରି ନିଜ ଝିଅଙ୍କୁ ବଳାତ୍କାର କରିଥାନ୍ତେ କାରଣ ଆପଣଙ୍କର ସୃଷ୍ଟିକର୍ତ୍ତା ଏଇଠି ବଳାତ୍କାର ନିଜ ଝିଅଙ୍କ ସହିତ କରୁଛନ୍ତି ଆଉ ଗୋଟେ ବିଷୟ ମୁଁ ଆପଣ ମାନଙ୍କ ସମ୍ମୁଖରେ ରଖିବାକୁ ଚାହେଁ ଯେମିତି ଆମର ଏଇଠି ଦେଖନ୍ତୁ ଏ ମଧ୍ୟ ଶ୍ରୀମଦ ଭଗବତ ମହାପୁରାଣ ଦ୍ଵିତୀୟ ଅଧ୍ୟାୟ ଏଠାରେ ଆପଣ ଦେଖନ୍ତୁ ଏଇଠି ବୃହସ୍ପତିଙ୍କର ସ୍ତ୍ରୀଙ୍କୁ ନିଜର ଶିଷ୍ୟ ତାରା ବଳାତ୍କାର କରୁଛନ୍ତି ବୃହସ୍ପତି ତାଙ୍କର ଗୁରୁ ଅଟନ୍ତି ତାରା ତାଙ୍କର ଶିଷ୍ୟ ଅଟନ୍ତି ଏଠାରେ ଶିଷ୍ୟ ତାଙ୍କର ଗୁରୁର ସ୍ତ୍ରୀଙ୍କୁ ଜବରଦସ୍ତ ରମଣ କରୁଛନ୍ତି ତ ଆପଣ ମାନଙ୍କୁ ମଧ୍ୟ ନିଜ ନିଜ ଗୁରୁ ମାନଙ୍କର ସ୍ତ୍ରୀ ମାନଙ୍କୁ ରମଣ କରିବା ଦରକାର ନିଜ ନିଜ ଗୁରୁର ସ୍ତ୍ରୀ ମାନଙ୍କୁ ଅପହରଣ କରିବା ଦରକାର ନିଜର ଗୁରୁର ସ୍ତ୍ରୀ ମାନଙ୍କୁ ବଳାତ୍କାର କରିବା ଦରକାର ଏହା ଆପଣଙ୍କର ଧର୍ମଶାସ୍ତ୍ର ଶିଖାଏ ଆଉ ଏଇଠି ଦେଖନ୍ତୁ ଆଉ ଗୋଟେ ବିଷୟ ମୁଁ ଦେଖେଇବାକୁ ଚାହିଁବି ଓକେ 1 ମିନିଟ ଓକେ ମୁଁ ଆଉ ମନେ କରୁନି ଯଦି ଅଛି ବହୁତ ବିଷୟ ଅଛି କହିଲେ ସରିବନି ତ ସନାତନୀ ଭାଇ ମାନଙ୍କୁ ମୋର ବିନମ୍ର ନିବେଦନ ତ ଆପଣ ଆପଣଙ୍କର ଏହି ଧର୍ମଶାସ୍ତ୍ରକୁ ଅନୁସରଣ କରନ୍ତୁ ଆପଣଙ୍କର ଧର୍ମଶାସ୍ତ୍ର ଯାହା ଯାହା ଉଲ୍ଲେଖ କରାଯାଇଅଛି ଆପଣ ମାନେ ମଧ୍ୟ କରନ୍ତୁ ଓର ସବୁଠୁ ଇମ୍ପୋର୍ଟାଣ୍ଟ କଥା ଏହା ଯେ ଆପଣ ଯୋଉ କହୁଛନ୍ତି ମହାଭାରତ 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 ସେ ମହାଭାରତର ପିତାମହ ଭୀଷ୍ମ ସମସ୍ତ ସନାତନୀ ସମସ୍ତ ହିନ୍ଦୁ ମାନଙ୍କୁ କହୁଛନ୍ତି ଯେ ନିଜ ନିଜ ସ୍ତ୍ରୀ ମାନଙ୍କୁ ବ୍ରାହ୍ମଣ ମାନଙ୍କୁ ସମ୍ଭୋଗ କରା ଅଶୋକ ଭାଇ ଆଇ ହୋପ ଆପଣ ଏପରି କାର୍ଯ୍ୟ କରିନଥିବେ ଆଉ ନିଜର ସ୍ତ୍ରୀଙ୍କୁ ବ୍ରାହ୍ମଣ ସହିତ ସମ୍ଭୋଗ କରି ଏଇ ପବିତ୍ର ବିଧିକୁ ଆପଣ ମୁକମଲ କରନ୍ତୁ ଏଣ୍ଡ ଆର୍ଯ୍ୟ ଭାଇ ଆର୍ଯ୍ୟ ସନାତନୀ ଭାଇ ମୁଁ ଆପଣଙ୍କୁ ମଧ୍ୟ କହିବାକୁ ଚାହେଁ କାରଣ ଆପଣ କଟ୍ଟର ହିନ୍ଦୁ କଟ୍ଟର ସନାତନୀ ତ ଆପଣ ଯଦି ଏହି ପବିତ୍ର ବାକ୍ୟ ଜାଣିନଥିଲେ ଆଜି ଆପଣ ଅବଗତ ହେଲେ ଯଦି ଆପଣ ଏପରି କରିନାହାନ୍ତି ତ ଆଗକୁ ନିହାତି କରିବେ ଯଦି ବି ଆପଣ ବିବାହ କରିନାହାନ୍ତି ଆଗକୁ ବିବାହ କଲେ ବ୍ରାହ୍ମଣକୁ ନିହାତି ଆପଣଙ୍କ ଘରେ ଇନଭିଟେସନ ଦେବେ ବ୍ୟଭିଚାର ନିମନ୍ତେ ଆଇ ହୋପ ଦର୍ଶକ ବନ୍ଧୁ ଏଇ ବିରୋଧୀ ମାନଙ୍କ କର୍ଣ୍ଣରେ ଭଲରେ ଗୁଞ୍ଜି ଯାଇଥିବ ତ ଆଉ ମୁଁ କିଛି ବିଷୟ କହିବାକୁ ଚାହୁଁନି ତ ସମସ୍ତ ବିଷୟ ମୁଁ ଜେପି ଭାଇଙ୍କ ଚରଣ ତଳେ ସମର୍ପଣ କରୁଅଛି ତ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏହି ସୁନ୍ଦର ଉପସ୍ଥାପନା ଥ୍ୟାଙ୍କ ଆଉ ୟୁ ଥ୍ୟାଙ୍କ ହିନ୍ଦୁ ଧର୍ମୀ ଅବଲମ୍ବୀ ମାନଙ୍କୁ ଆଉ ତାଙ୍କରି ବାକ୍ୟ ପାଳନ କରିବା ନିମନ୍ତେ ଆଦେଶ ଦେଇଥିବାରୁ ଯେହେତୁ ଅନ୍ଧଭକ୍ତ ଗୋବରା ଜଣକ ବାରମ୍ବାର ଯୀଶୁଙ୍କୁ ବାଇବଲକୁ ଖ୍ରୀଷ୍ଟିଆନିଟିକୁ ମିସକୋଟ କରିବା ସଙ୍ଗେ ସଙ୍ଗେ ମିସପ୍ରେଜେଣ୍ଟ କରିବା ସଙ୍ଗେ ସଙ୍ଗେ ସେଇ ପ୍ରକାର ଫଲୋ କରିବା ପାଇଁ ସେ ଖ୍ରୀଷ୍ଟିଆନ ମାନଙ୍କୁ ଆବେଦନ କରୁଛନ୍ତି ତ ସେମିତି ଆମେମାନେ ନିଜ ପକ୍ଷରୁ କୌଣସି ବିଷୟ ଆବେଦନ ନ କରି ତାଙ୍କ ଶାସ୍ତ୍ର ଅନୁସାରେ ତାଙ୍କୁ ଆଜ୍ଞା ଦେଇ ଆବେଦନ କରୁଅଛୁ ଯେ ଆପଣ ମଧ୍ୟ ଏହାକୁ ପାଳନ କରନ୍ତୁ ପରେ ଆଙ୍ଗୁଳି ଉଠାନ୍ତୁ ନାହିଁ ଯେ ତମେ ଆମକୁ ଏମିତି କହୁଛ ଆଜ୍ଞା ଆମେ ଆମର କହିବାର କିଛି ଉଦ୍ଦେଶ୍ୟ ହିଁ ନାହିଁ ଏହି ବ୍ୟକ୍ତି ଆମମାନଙ୍କୁ କହିବା ସକାଶେ ଆମେ ମଧ୍ୟ ସେ ଜଣେ ହିନ୍ଦୁ ହେବା ସକାଶେ ତାଙ୍କୁ ଏହି ପ୍ରକାର ଭାବରେ ଜବାବ ଦେଇଅଛୁ ଆଉ ଏହି ଭିଡିଓକୁ ଦେଖି ଆପଣମାନେ ବିଲକୁଲ ହଟ୍ ହୁଅନ୍ତୁ ନାହିଁ ଆମେ ଶାସ୍ତ୍ର ଅନୁସାରେ
ପ୍ରେଜେଣ୍ଟ କରିଅଛୁ। ଯଦି କୌଣସି ଭୁଲ ଭଟକା ରହିଅଛି ଆସନ୍ତୁ ଆପଣ ମାନେ ଆମମାନଙ୍କ ସହ ଡିବେଟ୍ କରନ୍ତୁ ଆଉ ଭୁଲ ବୋଲି ପ୍ରମାଣ କରନ୍ତୁ, ତାହେଲେ ଆମେ ନିଶ୍ଚିନ୍ତ ଭାବରେ କ୍ଷମା ମାଗିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛୁ। ତେବେ ସିଆରଟି ଓଡ଼ିଆ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆଶୀର୍ବାଦ କରନ୍ତୁ ଆଉ ଦେଖୁଥିବା ପ୍ରତ୍ୟେକ ଦର୍ଶକ ମାନଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ତ ଏହି ଭିଡିଓକୁ ଆମେ ଏତିକିରେ ସମାପ୍ତ କରୁଅଛୁ। ପୁଣି ଦେଖାଇବା ନେକ୍ସଟ ଏପିସୋଡରେ। ଆପଣ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ, ଗଡ୍ ବ୍ଲେସ୍ ୟୁ।